नमस्कार, गुड मॉर्निंग, जय आरसीएम। जय आसिया। बहुत बहुत धन्यवाद। ନୂଆ ଶୁରୁଆତ ଆଜି ନୂଆ ସକାଳ ଯେଉଁଥିରେ କି ଆମେ ବହୁତ ବଡ଼ କାମ କରିବା ପାଇଁ ଯେଉଁ ସଂକଳ୍ପ ନେଇଛେ, ଇଏ ଅଭିଯାନକୁ ଆଗକୁ ବଢ଼ିବା ପାଇଁ ଯେଉଁ ପ୍ରକାର ପ୍ଲାନିଂ ଆମର ରହିଛି, ତ ପ୍ଲାନିଂରେ ଆମେମାନେ ଆଗକୁ ବଢ଼ିଛେ। ଆଜି ବହୁତ ଗୁରୁତ୍ୱପୂର୍ଣ୍ଣ ଡିସ୍କସନ୍ ଆଜି ଗୁରୁକୁଳରେ ହେଲା। ତ ଯୋଉଟା କି ଆଜି ପର୍ଯ୍ୟନ୍ତ ଆମେ ବସୁଛେ ଯାହା କରୁଛେ, ପ୍ରତ୍ୟେକ ଦିନ ଆମେ ଗୁରୁକୁଲ ଆଟେଣ୍ଡ ବି କରୁଛେ, ଆଉ ଗୁରୁକୁଲ ଶାଖା ବି ଆମେ ଆଟେଣ୍ଡ ବି କରୁଛେ। ନିଜର ଯାହା ଶିଖିଲେ ନିଜର ବିଚାରକୁ ବି ଆମେ କହୁଛେ। ତ ଇଏ ସବୁ କରିସାରିବା ଭିତରେ ସବୁଠୁ ବଡ଼ କଥା ହେଉଛି ନିଜକୁ ନିଜେ ମୂଲ୍ୟାଙ୍କନ କରିବା। ଆମେ କେତେ ଆକୁ ଆକ୍ସେପ୍ଟ କରିପାରୁଛେ, ଆମ ମାନସିକତା କେତେ ଆକ୍ସେପ୍ଟ କରିପାରୁଛି, ତା ଉପରେ ଗୋଟେ ବହୁତ ବଡ଼ କଥା। ତ ଯଦି ଆମେ ମାନସିକ ସ୍ତରରେ ଆମେ ଆକ୍ସେପ୍ଟ ନ କରିପାରୁଛେ ଯେ ଗ୍ୟାସେସର ଫର୍ମୁଲାକୁ ଆପ୍ଲାଏ କରିବା, ଆମର ଯାହା ଗତିବିଧି ଅଛି ସେ ଗତିବିଧିକୁ ନ କରିବା, ତାହେଲେ ଆମେ ଏଥିରେ ସଫଳ କେବେ ହେଇପାରିବା ନାହିଁ। ତ ସେଥିଲାଗି ଆମକୁ ଅ, ପ୍ରଥମେ ଆମେ ମାନସିକ ସ୍ତରରେ ଆମେ ଚିନ୍ତା କରିବା ଦରକାର ଯେ ଏ ସବୁ ଜିନିଷ କରିପାରିବା। କାରଣ ଆଜି ପୁରା ଭାରତବର୍ଷରେ ସବୁ ଅ, ଜାଗାର ବି ପୁରା ପ୍ୟାନ୍ ଇଣ୍ଡିଆ ଦେଖାଗଲା ଯେ ସମସ୍ତେ ଅଲରେଡି କାମ ଆରମ୍ଭ କରିସାରିଲେଣି, ଆଉ ବହୁତ ଭଲ ଭାବରେ ବି କରୁଛନ୍ତି, ଆଉ ଆମେ ବି କରୁଛେ। ତ ଯାହା ଆମେ କରୁଛେ ଆମେ ସେ ବିଷୟରେ ଆଜି ଡିସ୍କସନ କରିବା। ଆ, ବର୍ତ୍ତମାନ ସୁଦ୍ଧା ଆମେ କେତିକି ଆ ଉପରେ କାମ ଆରମ୍ଭ କରିସାରିଲେଣି, ଆଜି ଆମେ ତା ଉପରେ କହିବା। ସାର୍ ତ କହିଦେଲେ, ମାନେ ଟିସି ସାର୍ ସବୁ କଥା ବି ଡିସ୍କସନ ହେଇଗଲା, କଣ କରିବା ଉଚିତ ବୋଲି ବି ଆମେ ମାନେ ଜାଣିଛେ। ଆଜି କେବଳ ଆମେ ଯାହା କରୁଛେ ସେଇଟା କହିବା, ତାକି ଆମେ ଏଇ ମାସରେ କିମ୍ବା ଆମର ଯୋଉ 100% ଆମ ଭାଇଟାଲ ପିନ୍ରେ ଗ୍ରୋଥ ହବା ଦରକାର, ତ ସେଇଟା ଆମେ ଆଜି କୋଉ ମାସରେ ହେଇପାରିବା, ଯୋଉଟା ଟିସି ସାର୍ ପଚାରୁଥିଲେ ଯେ କୋଉ ମାସ ସୁଦ୍ଧା ଆମର ଟିମରେ ଆମେ 100%ର ଭାଇଟାଲ ର ଗ୍ରୋଥ ଆମେ କରିପାରିବା, ତା ଉପରେ ଆମେ କାର୍ଯ୍ୟକ୍ରମ କରିପାରିବା। ବହୁତ ସାରା ପଏଣ୍ଟ ବି ମୁଁ ବି ଲେଖିଥିଲି। ତ ଆପଣମାନେ ବି ଲେଖିଥିବେ ଅଲରେଡି ଗୁରୁକୁଳରେ। ଆଉ ଗୁରୁକୁଳରେ ଆସିକି ଗୁରୁକୁଳର ଶିକ୍ଷାକୁ ଯଦି ଆମେ ପାଳନ ନ କରିବା, ତାହେଲେ ଆ, ଗୁରୁକୁଳରେ ଆସିକି ବି କିଛି ଲାଭ ବି ହବନି। ତ ସେଥିଲାଗି ଗୁରୁକୁଳରେ ଆସିବା ଦରକାର, ଆଉ ଗୁରୁକୁଳର ଶିକ୍ଷାକୁ ନବା ବି ଦରକାର, ଆଉ ତାକୁ ପାଳନ କରିବା ବି ଦରକାର, ଆଉ ଗ୍ରୋଥ କରିକି ଦେଖେଇବା ବି ଦରକାର। ତ ଆମେ ଯୋଉ ସମୟ ଦଉଛେ, ଇଏ ସମୟ କେବେ ବ୍ୟର୍ଥ ଚାଲିଯିବନି। ତ ଇଏ ହଉଛି ବହୁତ ବଢିଆ କଥା। ଆପଣମାନେ ଗୁରୁକୁଳକୁ ଆଟେଣ୍ଡ କରୁଛନ୍ତି, ସେଥିଲାଗି ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ। ଆଗାମୀ ଦିନରେ ଆପଣଙ୍କର ହିଁ ଗ୍ରୋଥ ଆସିବ। ଯଦି ବିଚାର ନ ଆସିବ ତାହେଲେ ଗ୍ରୋଥ ବି ଆସିବ ନାହିଁ। ସେଥିଲାଗି ପ୍ରଥମେ ବିଚାର ଆସିବା ନିହାତି ଜରୁରୀ। ଯାହା ହଉ ଆପଣମାନେ ରେଗୁଲାର ଆସୁଛନ୍ତି। ତ ପ୍ରଥମେ ଆମେ ଅମିୟଙ୍କଠୁ ଷ୍ଟାର୍ଟ କରିବା ଯେ ଏ ଯୋଉ ଯାହା ଯାହା ଗୁରୁକୁଳରେ ଡିସ୍କସନ ହଉଛି, ଆଜି ଯାହା ଶୁଣିଲେ, ଏ, ତ ତା ଦେହରୁ କେତେ ଆମେ ଆପ୍ଲାଏ କରିଛେ, ଆଉ ଆମ ଟିମରେ ଯୋଉ ଗ୍ରୋଥର ଫର୍ମୁଲା ଆସିଛି, ଭାଇଟାଲ ପିନ୍ର 100% ଗ୍ରୋଥ, ଆମେ କେବେଠୁ ଷ୍ଟାର୍ଟ କରିଦେଇ ପାରିବା। ଅମେୟ, ସାର୍ ନମସ୍କାର। ନମସ୍କାର। ସାର୍ ନମସ୍କାର। ସମସ୍ତଙ୍କୁ ହଁ। ଜୟ ଆସେ। ଆଉ ସାର୍ ଆଜି ଗୁରୁକୁଳ ବସିଲା ପରେ ଯାହା ଯାହା ବି ମୁଁ କେତେଗୁଡା ପଏଣ୍ଟ ଲେଖିଛି, କେତେଗୁଡା ବି ଛାଡି ଦେଇଛି। କିନ୍ତୁ ଏଇ 1 ତାରିଖ ଠାରୁ ମୁଁ ଟୋଟାଲି ଯୋଉ ଗ୍ରୋଥ ଉପରେ କାମ ଷ୍ଟାର୍ଟ ହେଇଯାଇଛି। କେବଳ ବାକି ରହିଲା ମୋର ଯୋଉ ପିୟୁସିର, ତାକୁ ଟିକେ ରିନୋଭେସନ କରିବାର ଲାଗି ପ୍ରଡକ୍ଟ ବହୁତ ସରିଯାଇଛି, ସେଟା ଖୁବ ଶୀଘ୍ର ସମାପ୍ତ ହେଇଯିବ। ଖୁବ ଶୀଘ୍ର, ବୋଧେ 2-3 ଦିନ ଭିତରେ। ତାପରେ ୱେଲକମ ମିଟିଂ ଉପରେ ମଧ୍ୟ ଜୋରଦାର ବି ପ୍ରୟାସ ଅଛି। ଯୋଉମାନେ ଫାଷ୍ଟ 6 ମାସ ପରେ ଯୋଉ କନସିଷ୍ଟାନ୍ସି ପାଇଲେ ତାଙ୍କୁ ମଧ୍ୟ ୱେଲକମ କରାଯିବ। ଯୋଉ ନୂଆ ଜଏନ କରିଛନ୍ତି ୱେଲକମ କରାଯିବ। ଯୋଉମାନେ ଆଇଡି ଆକ୍ଟିଭେସନ ହେଲା ତାଙ୍କର, କେଇ ଜଣଙ୍କର ହେଇଯିବ, ସେମାନଙ୍କୁ ମଧ୍ୟ ୱେଲକମ ମିଟିଂରେ ସାମିଲ କରାଯିବ। ତା ସହିତ ୟୁଲି ପ୍ରୋଗ୍ରାମ ଉପରେ ମୋ ପାଖରେ ଯେହେତୁ ନାହିଁ ଆମର ପ୍ରୋଜେକ୍ଟର, ସେଥିପାଇଁ ଆପଣଙ୍କ ସହାୟତା ନେବି ବୋଲି କାଲି ରାତିରେ ଚିନ୍ତା କରିଥିଲି। ତେଣୁ କେବେ ହବ କଣ ହବ ଖୁବ ଶୀଘ୍ର ଆପଣଙ୍କୁ ଜଣେଇ ଦଉଛି। ତାପରେ କ୍ୱେଶ୍ଚନ ହଉଛି କଣ ନା, ଗ୍ରୋଥ ଉପରେ ସେହତ କି ସିତାରେ।
ପ୍ରଥମେ ଆମେ ଯେତେକ ଜଣ ବସିଥିଲୁ କଥା ହଉଥିଲି ସେମାନଙ୍କ ସହିତ, ଆଜି ବି ଫିଲ୍ଡ ଉପରକୁ ଯିବି 8ଟା ପରେ, ସେମାନଙ୍କ ସହିତ ବସିକିରି ସିଧା ନିଜ ଘରେ ବି ଆଲୋଚନା ହବ। ତାଙ୍କ ସହିତ ବି କାଲି ଆଲୋଚନା କରୁଥିଲି, କହିଲେ ସାର୍ ମୋର ଭିଉ ଦରକାର। ନାଇଁ, ଭିଉ ତ ଖାଇବେ, କେମିତି ଖାଇବେ, କାହିଁକି ଖାଇବା ଦରକାର, ଆପଣ ଏକୁଟିଆ ଖାଇବେ ନା ପରିବାର ଖାଇବେ, ବା କାହାକୁ ନେଇ ଖୁଆଇବେ, ତା ଉପରେ ମଧ୍ୟ ତାଙ୍କ ସହିତ ଗତକାଲି ଆଲୋଚନା କରିଥିଲି। ଏବେ ସେ ଫୋନ କରୁଥିଲେ, ମୁଁ ତାକୁ କାଟିଲି, ମୁଁ ଗୁରୁକୁଳକୁ ଆସନ୍ତୁ। ତେଣୁ ଏସବୁ ତ କଥା, ସମସ୍ତଙ୍କୁ ପ୍ରଥମ କଥା ହଉଛି ଗୁରୁକୁଳକୁ ଆଣିବା ଆଉ ଗୁରୁକୁଳ ଶାଖାକୁ ଆଣିବା। ତ ଗୋଟେ ଅସୁବିଧା ମତେ ହଉଛି ଯେ ଗ୍ରୋଥ ତ ଚାଲିବ ଏବଂ ଖୁବ ଶୀଘ୍ର ଜାନୁଆରୀ ସୁଦ୍ଧା 100% ଏଭବ ହେଇଯିବ, 100% ଏଭବ ହେଇଯିବ। ଜୋରଦାର ଚାଲିଛି ପ୍ରୟାସ, ସମସ୍ତେ ଆରମ୍ଭ କରିଛନ୍ତି କିଛି କିଛି, ଆଉ ମୁଁ ତ ପ୍ରୟାସ ଜାରି ରଖିଛି। ନେମ୍ ଲିଷ୍ଟ କରିବା, ସବୁ ଚାଲିଛି। ଦ୍ୱିତୀୟ କଥା ହଉଛି କଣ କି, ସମସ୍ତଙ୍କୁ ଗୁରୁକୁଳ ଆଉ ଗୁରୁକୁଳ ଶାଖାକୁ, ମତେ ମୋ ଟିମର ଯୋଉ ଲିଡର ମାନେ ସକାଳୁ ବହୁତ ବ୍ୟସ୍ତ ହେଇଯାଉଛନ୍ତି। ତେଣୁ ମୁଁ ଆପଣଙ୍କୁ ଅନୁରୋଧ କରୁଛି, ମତେ ଆଉ ଗୋଟେ ସମୟ ଯଦି ଅଧଘଣ୍ଟା ଦିଅନ୍ତେ, ଯେମିତି ଗୁରୁକୁଳ ଶାଖାରେ ବସେ, ଗୁରୁକୁଳ ବସେ ଯଦି ପ୍ରତି 2 ଦିନରେ କି 3 ଦିନରେ ସମୟ ଦିଅନ୍ତେ, ତାଙ୍କୁ ଆମେ ଡାକିକି ସନ୍ଧ୍ୟା ପରେ ରାତିରେ ବସିଗଲେ ମତେ ଟିକେ ସୁବିଧା ହବ ବୋଲି ମୁଁ ଭାବୁଛି। ତ ବିଚାର ସାର୍ ଆପଣଙ୍କ ଉପରେ, ଆଉ କାମ ତ ଷ୍ଟାର୍ଟ ହେଇଯାଇଛି, ହବ ମଧ୍ୟ, ହଉଛି ଖୁବ ଶୀଘ୍ର ହେଇଯିବ। 10 ତାରିଖ ସୁଦ୍ଧା କିଛି ଗୋଟେ ପ୍ରୋଗ୍ରାମ ବି କମ୍ପ୍ଲିଟ ହେଇଯିବ, 10 ତାରିଖ ସୁଦ୍ଧା। ଏସବୁ କଥା ଯେହେତୁ ମୋ ପାଖରେ ପ୍ରଡକ୍ଟ ସର୍ଟେଜ ଅଛି, ହେଇପାରୁନି, 10 ତାରିଖ ଭିତରେ ହେଇଯିବ ସବୁ। ତେଣୁ 10 ତାରିଖ, 20 ତାରିଖ ଏବଂ 25 ତାରିଖ, ଏ 3ଟା ଡେଟ୍ ମୁଁ ରଖିଛି ତାଙ୍କୁ କମ୍ପ୍ଲିଟ କରିବା ପାଇଁ। ଆଉ ଯିଏ ରହିଗଲେ ସେମାନଙ୍କୁ ଆଲୋଚନା କରାଯିବ କଣ, ଆଉ ଯୋଉ 4-5 ଦିନ ରହିବ। ଏତିକି ରହୁ ସାର୍, ନମସ୍କାର ସାର୍, ବାହ, ଜୟ ଶ୍ରୀ। ବହୁତ ବଢିଆ। over to ଶତପଥୀ ସାର୍। ଓକେ, ବହୁତ ବଢିଆ, ବହୁତ ବଢିଆ। ଆପଣଙ୍କ ତୟାରୀ ବି ବହୁତ ବଢିଆ ରହିଛି। ଯୋଉ କଥା କହୁଥିଲେ କି ପ୍ରତ୍ୟେକ ଦିନ ସକାଳୁ ସକାଳୁ ଯୋଉ ଗୁରୁକୁଳ ହଉଛି, ଆଉ ସେ ଆଜ୍ଞା ଗୁରୁକୁଳରେ ଆମେ ସକାଳର ବିଚାରଟା ପୁରା ଦିନ ସାରା ହିଁ ରହିବ। ତ ମାଇଣ୍ଡରେ ସେଇଟା ହିଁ ରହିବ। ତ ଗୁରୁକୁଳକୁ ଏଇଟା ହଉଛି କଣ କି ଗୋଟେ ଟାଇମ ମ୍ୟାନେଜମେଣ୍ଟ, ଟାଇମକୁ ଆମେ ମ୍ୟାନେଜମେଣ୍ଟ ଶିଖେଇବା ନିହାତି ଦରକାର। ଦ୍ୱିତୀୟ କଥା, ପ୍ରତି ମଙ୍ଗଳବାର ଦିନ ତ ସନ୍ଧ୍ୟାବେଳେ ଆମେ କରୁଛେ। ଏ, ମାସରେ ସପ୍ତାହରେ ଗୋଟେ ଆଜ୍ଞା ଦିନ ଆମେ ମଙ୍ଗଳବାର ଦିନ ଇଭିନିଂରେ ଆମେ 7:30 ବେଳେ, ଯେହେତୁ ପ୍ରୋଗ୍ରାମ ରହିଯାଉଛି ଆମର ଗୁରୁକୁଳ ଶିକ୍ଷାରେ ବି ଆମେ ଏଇ କଥା ବି ଶିଖିଲେ, ଗେସେସର ଫର୍ମୁଲା ଅନୁସାରେ ଆମେ ଏଇ କଥା ବି ଶିଖିଲେ ଯେ ଅନ୍ୟ ପ୍ରଡକ୍ଟର ଟ୍ରେନିଂ ବି ଆମେ ନବା। ଯେହେତୁ ମଙ୍ଗଳବାର ଦିନ ଓଭିରା ପେଣ୍ଟସ୍ ଗୋଟେ ବହୁତ ବଡ଼ ଆମର ଗ୍ରୋଥ କରିବାରେ ବହୁତ ହେଲ୍ପ କରିବ, ତାର ଟ୍ରେନିଂଟା 8ଟା ବେଳେ ରହିଯାଉଛି। ଆମେ 7:20ରୁ ଆମ ପ୍ରୋଗ୍ରାମକୁ ଆମେ କରିବା, କାରଣ ସମୟ ଅନୁସାରେ ତ ଆମକୁ ଆଡଜଷ୍ଟ କରିବାକୁ ପଡ଼ିବ, ଆମକୁ ପରିବର୍ତ୍ତନ କରିବାକୁ ପଡ଼ିବ। ନହେଲେ ନାହିଁ, ଯେମିତି ଡାଇନୋସର ଚାଲିଗଲା, ଆମେ ବି ଯଦି ନିଜକୁ ନିଜେ ପରିବର୍ତ୍ତନ କରିବାନି ସେମିତି ଆଉ କରିପାରିବାନି। ତ ସିଷ୍ଟମକୁ କରିବା, ତା ଛଡ଼ା ଆଉ ଯଦି ବି କିଛି ଆପଣଙ୍କ ପାଇଁ ସହଯୋଗ ପାଇଁ ଦରକାର ହେଉଛି, ତ ତା ପାଇଁ ବି ଆମେ କରିବା। ସବୁ କ୍ଷେତ୍ରରେ ଫିଜିକାଲି ଆଉ ଡିଜିଟାଲି ବି ମୁଁ ତ ଅଛି ଆପଣଙ୍କ ସାଙ୍ଗରେ, ସମସ୍ତେ ଅଛୁ ଆମେ ସାଙ୍ଗେ। ଓକେ ସାହୁ ଭାଇ, ଆପଣଙ୍କର କ'ଣ କରିଛନ୍ତି ଅଲରେଡି, ଆଉ ଗ୍ରୋଥ ଆପଣଙ୍କ ଟିମରେ 100% କେମିତି କେବେ ସୁଦ୍ଧା ହବ, ତ ସେଇ ବିଷୟରେ କହିବେ। ଗ୍ରୋଥ ପାଇଁ ତ ମୁଁ 1 ତାରିଖ ଠାରୁ ଆରମ୍ଭ କରିଛି, ପ୍ରତ୍ୟେକ ଲୋକଙ୍କ ସହିତ ଯୋଗାଯୋଗ କରୁଛି। ଗ୍ରୋଥର ଫର୍ମୁଲାକୁ କାର୍ଯ୍ୟରେ ପରିଣତ କରିବା, ଆଉ ସିଡ୍ସକୁ କାମରେ ଲଗେଇବା, ଏଇ କାମ ଦିଟାକୁ ଆରମ୍ଭ କରିଦେଇଛି। ଆଉ ଗ୍ରୋଥ 100% ଗ୍ରୋଥ ପ୍ରାୟ ଏ ମାସରୁ ଆରମ୍ଭ ହେଇଛି, କିନ୍ତୁ ଜାନୁଆରୀ ଫେବୃଆରୀ ଭିତରେ ଏଇଟା କମ୍ପ୍ଲିଟ୍ ହବ। ଆଉ ଭାଇଟାଲ ପିନ୍ ର ଗ୍ରୋଥ ପାଇଁ ଜୋରରେ ଉଦ୍ୟମ ଚାଲିଛି, କାରଣ ଭାଇଟାଲ ପିନ୍ ଯଦି ଗ୍ରୋଥ ହେଲା ତାହେଲେ ଆମେ ଏଥିରେ ବହୁତ ବଡ଼ ସକ୍ସେସ୍ ହବା। ଡେପ୍ ଡ୍ରାଇଭଟା ଚାଲିଛି, ସେଇଗୁଟାକୁ ବର୍ତ୍ତମାନ ଆଲୋଚନା ରେ ଭାଗ ନେଇଛି। ପ୍ଲସ୍ ଆମେ ଆପଣଙ୍କର ବି ସମୟ ନେବି, ମୁଁ ଥରେ ଆଜି ବି କଥା ହଉଥିଲି ସରୋଜଙ୍କ ମ୍ୟାଡାମ ସାଙ୍ଗରେ। ସରୋଜ ତ ଫୋନ ଉଠଉନାହାନ୍ତି, ତା ମ୍ୟାଡାମ କହିଲେ ମୁଁ କାଲି, ଆଜି ତ ମର୍ଣ୍ଣିଂ ସ୍କୁଲଟା, ତେଣୁ ମୁଁ କାଲି ଗୁରୁକୁଳରେ ବସିବି। କାଲିଠାରୁ କଥା ହେଇଥିଲି, ଆଜି ଆଉ ବସି ପାରିଲେନି। ଆଉ ଗୋଟେ ମିଟିଂ ରଖିବେ, ସେ ଗୋଟେ ବହୁତ ବଢିଆ ଜିନିଷ ହେଇଛି। ମୁଁ କହିଲି କୋଉ ଦିନ ରଖିପାରିବା ସେଟା ମୋତେ ଜଣାନ୍ତୁ। ଆଉ 22 ତାରିଖ ଦିନ ରଖାଯାଇଛି ଆମର ସାଲେପୁର ସେ ଜ୍ଞାନ ବାବୁଙ୍କର ପ୍ରୋଗ୍ରାମରେ, ଆପଣଙ୍କର ପ୍ରୋଗ୍ରାମ ରଖିବା 22 ତାରିଖ। ପ୍ଲସ୍ ଆମର ତ ଚାନ୍ଦ ସାରଙ୍କର 9 ତାରିଖ ଅଛି, ସେଇଟା ବି ଜୋରଦାର ଉଦ୍ୟମ ଚାଲିଛି। ପ୍ଲସ୍ ଡେପ୍ଥ ଡ୍ରାଇଭଟା ହଉଛି ମୂଳ ଲକ୍ଷ୍ୟ। ଯୋଉ 11 ପଏଣ୍ଟ 22 ପଏଣ୍ଟ ପର୍ଯ୍ୟନ୍ତ ଲେଖିଛୁ, ସେ 22 ପଏଣ୍ଟ ଅତି ଗୁରୁତ୍ୱପୂର୍ଣ୍ଣ। ସେଥିରୁ ଭାଇଟାଲ ହଉଛି ଗ୍ୟାସେସ୍ ଆଉ ସିଡ୍ସ, ଏ ଦିଟା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ଏବଂ କଟକର ପ୍ରୋଗ୍ରାମରେ ମଧ୍ୟ କାଲି ବି ମୁଁ ସେଣ୍ଟରକୁ ଯାଇଥିଲି, ସେଠି ବି ଉଦ୍ୟମ ଚାଲିଛି। ଡେଲି ଇନଫର୍ମେସନ ପ୍ଲାନ୍ ଦେଖାଯାଉଛି, ଲୋକଙ୍କୁ ବି ଡକାଯାଉଛି।
এইଭଳି ଭାବରେ ଚାଲିଛି। ଆଉ ଗ୍ରୋଥ 100% ଗ୍ରୋଥ ଭାଇଟାଲ ପଏଣ୍ଟ ଉପରେ, ଭାଇଟାଲ ପିନ୍ ଉପରେ ଗୁରୁତ୍ୱ ଦିଆଯାଉଛି। ତାପରେ 28 ତାରିଖ ପାଇଁ ମଧ୍ୟ ଜୋରରେ ଉଦ୍ୟମ ଚାଲିଛି। ଓଭର ଟୁ ଶତପଥୀ ବାବୁ। ଓକେ, ଥ୍ୟାଙ୍କ ୟୁ। ଦି ତିନିଟି ଇନଫର୍ମେସନ ମୁଁ ଆପଣଙ୍କୁ ଦେଇ ଦଉଛି ଯୋଉଟା କି ଆପଣଙ୍କର ସିଷ୍ଟମକୁ ଡେଭଲପମେଣ୍ଟ କରିବାରେ ବହୁତ ହେଲ୍ପ କରିବ। ତ ଆଜ୍ଞା ଫାର୍ଷ୍ଟ ଇନଫର୍ମେସନ ହଉଛି ଯେ 28 ତାରିଖ ଶ୍ରୀଚାନ୍ଦ ଅତ୍ରି ସାର୍ ଆସୁଛନ୍ତି। ଆଉ ଶ୍ରୀଚାନ୍ଦ ଅତ୍ରି ସାର୍ ହଉଛନ୍ତି ଜଣେ ମ୍ୟାଥମେଟିକ୍ସ ପ୍ରଫେସର ହରିୟାଣା ୟୁନିଭର୍ସିଟିର। ଆଉ ଯେତେବେଳେ ସିଏ ଶୁରୁଆତ କରିଥିଲେ ତ ସେତେବେଳେ ଆରସିଏମ୍ କିଛି ନଥିଲା, କିନ୍ତୁ ୟାର ଭିଜନକୁ ଦେଖିକି ଶୁରୁଆତ କରିଥିଲେ। ଆଉ ତାଙ୍କ ପାଖରେ ବହୁତ କିଛି ଥିଲା, ତାଙ୍କର ବଡ଼ ବଡ଼ କୋଚିଂ ସେଣ୍ଟର ଏସବୁକୁ ବନ୍ଦ କରିଦେଇଥିଲେ। ଏତେ ବଡ଼ କାମ କରିକି ଆଜି ଆରସିଏମ୍ ର ବହୁତ ବଡ଼ ପୋଜିସନରେ ଅଛନ୍ତି। ଆଉ ତାଙ୍କର ଏଜୁକେସନ ବି ବହୁତ ବଢ଼ିଆ। ଆଉ ଯୋଉ ସାଥୀ ଟୁ ଦି ପଏଣ୍ଟ ସେ କଥା କୁହନ୍ତି, ଆଉ ଯୋଉ ସାଥୀ ସେ ଜାଗାକୁ ନେଇକି ପଳେଇ ଆସିବେ। ତ ଯଦି ନୂଆ ଲୋକଙ୍କୁ ବି ହଉଛି, ନୂଆ ଲୋକଙ୍କ ପାଇଁ ପଇସା ବି ଦେବେ, ଯଦି ଆମେ ଦଉଛେ ବି ସେଟା ଗୋଟେ ଇନଭେଷ୍ଟମେଣ୍ଟ ହିସାବରେ ଇଏ ଆମର ହେଇଯାଇ ପାରୁଛି। ତ ଏମିତି ବି ଅକ୍ଟୋବର ନଭେମ୍ବର ଆମେ 2 ମାସ କୌଣସି ସେମିନାର ଆମେ ଆଟେଣ୍ଡ କରିନେ ଭୁବନେଶ୍ୱରରେ। ଇଏ ଭୁବନେଶ୍ୱରରେ ହଉଛି 28 ତାରିଖ ଆମ ପାଇଁ ବହୁତ ବଡ଼ ଭାଇଟାଲ। ଦ୍ୱିତୀୟ କଥା, ଆମର ବିଜନେସର କ୍ଲୋଜିଂକୁ ଆମେ ଟିକେ ଶୀଘ୍ର ସାରିବା, ଯେମିତିକି 25 ତାରିଖ ଭିତରେ ଯଦି ଆମେ ସାରିଦେଲେ, କାରଣ ଏଇ ମାସର ଲାଷ୍ଟ ବେଳକୁ ମାନେ ବୁଲାବୁଲି ଏସବୁ ବି ଥିବ, ଡିସେମ୍ବର ମାସ ବର୍ଷଟା ସରିଯାଉଛି। 25 ତାରିଖ ଭିତରେ ଆମେ କ୍ଲୋଜିଂକୁ ଶେଷ କରିବା, ଦ୍ୱିତୀୟ କଥା। ତୃତୀୟ କଥା, ବହୁତ ବଡ଼ ଇମ୍ପୋର୍ଟାଣ୍ଟ କଥା ହଉଛି ଯେ କ- ଆମର କମ୍ପାନୀ ତରଫରୁ ଯୋଉ ୟୁଏଲପି ର ପ୍ରୋଗ୍ରାମ ହଉଛି, ଆମେ ୟୁଏଲପି କ୍ୱିକ୍ ତ କରୁଛେ। ୟୁଏଲପି କ୍ୱିକ୍ ର ଯୋଉ ୟୁଏଲପି ର ଯୋଉ ପ୍ରୋଗ୍ରାମ କରାହଉଛି, ଆସନ୍ତା 13 ତାରିଖ ଦିନ ଖୋର୍ଦ୍ଧାରେ ୟୁଏଲପି ପ୍ରୋଗ୍ରାମ ହବ। ସେଟା କମ୍ପ୍ଲିଟଲି ଫ୍ରି ଏଣ୍ଟ୍ରି କମ୍ପାନୀ ତରଫରୁ ରହିବ। ତ ଯୋଉ ସାଥୀ ମାନଙ୍କର ଖୋର୍ଦ୍ଧାରେ ଯେତେ ବି କଣ୍ଟାକ୍ଟ ଅଛନ୍ତି, ତ କମ୍ପାନୀ ତରଫରୁ ଆ, ତାଙ୍କର ଜୋନାଲ ମ୍ୟାନେଜର ବି ଆସିବେ, ଏବିଏମ୍ ବି ଆସିବେ। ଆ, ବହୁତ କିଛି କରାଯିବ। ଆଉ ବହୁତ ବଡ଼ ଏଲଇଡି ଲାଗିକି ବହୁତ ବଡ଼ ଆକାରରେ, ଯେମିତିକି ଆମର ରେଲ ଅଡିଟୋରିୟମରେ ଭୁବନେଶ୍ୱରରେ ହେଇଥିଲା, ସେମିତି ସେଠି ହବ। ମାନେ ପାଖାପାଖି 500-600 ଲୋକଙ୍କର ଗ୍ୟାଦରିଂ ବି ବହୁତ ବଡ଼ ଆକାରରେ ହବ। ତ ତାର ରେଜିଷ୍ଟ୍ରେସନ ପାଇଁ ଆସିଯିବ। ରେଜିଷ୍ଟ୍ରେସନ ପାଇଁ ଆପଣମାନେ ଜାଣିଥିବେ, ଯୋଉମାନେ 1500 ପିଭି କରି ଆସୁଛନ୍ତି ସେମାନେ ଏକା ଯାଇପାରିବେ। ତା ସହିତ ଯୋଉମାନେ 2500 ପିଭି କରୁଛନ୍ତି, ଦୁଇ ଜଣଙ୍କୁ ମାନେ ସିଏ ଆଉ ଜଣେ, ଦୁଇ ଜଣ ଯାଇପାରିବେ। ଆଉ ଯୋଉମାନେ 5000 ପିଭି କରୁଛନ୍ତି, ସିଏ ଆଉ ଦୁଇ ଜଣ କରିପାରିବେ। ଆଉ ତା ଛଡ଼ା ଆମେ ବି ଅନ୍ୟାନ୍ୟ ବହୁତ ସାରା ସାଥୀଙ୍କୁ ବି ତା ଭିତରେ ଆମେ ଇନଭଲ୍ଭ ବି ଆମେ କରିପାରିବା। ତ ସେଥିଲାଗି ଆମେ ତିଆରି କରିବା ଦରକାର। ଆଉ ମ୍ୟାକ୍ସିମମ୍ ଲୋକଙ୍କୁ, କାରଣ ଯେମିତିକି ମୁଁ ଯିବି, ଆରତି ଅପା ଯିବେ, ପ୍ରବୀଣା ମ୍ୟାଡାମ ଯିବେ, ଆଉ ଯୋଉମାନେ ବି ଯିବେ, ତ ଆମେ ତ ପାଞ୍ଚ ସାହୁ ଭାଇ ଯଦି ଯିବେ କି ଅମୀୟ ବାବୁ, ଆମେ 5000 ଲେଖେ ପିଭି କରୁଛୁ, ଆମ ସାଙ୍ଗରେ ତ ଆହୁରି ଦି ଜଣ ଯାଇପାରିବେ। ତ ଆଜ୍ଞା ବିଶେଷ କରି ଆମେ ଖୋର୍ଦ୍ଧାକୁ ଆମେ ଫୋକସ କରିବା। ଖୋର୍ଦ୍ଧାର ବି ଯୋଉମାନେ ଅଛନ୍ତି, ଯୋଉମାନେ କି ଅନିଲ ସାର୍ ଅଛନ୍ତି, ଶର୍ମିଷ୍ଠା ମ୍ୟାଡାମ ଅଛନ୍ତି, ଅ, ସେମାନେ ବି ମାନେ ମ୍ୟାକ୍ସିମମ୍ ଲୋକଙ୍କୁ 13 ତାରିଖ ଇନଭାଇଟ୍ କରନ୍ତୁ ସେଠିକି। ସମୟ ବି ବହୁତ କମ୍ ଅଛି। ଏଣ୍ଟ୍ରି କରେଇବା କାମ ହଉଛି ଆମର। ଆମ ସାଙ୍ଗରେ ତ ବହୁତ ସାରା ଲୋକ ଯାଇପାରିବେ, ତ ଏଣ୍ଟ୍ରି କରେଇବା କାମ ଆମର। ତ ଆପଣଙ୍କ ତୟାରୀ ବହୁତ ଭଲ ଭାବରେ ରଖନ୍ତୁ। ଇଏ ହଉଛି ଗୋଟେ କଥା। ଆଉ କାଲି ମୁଁ ଏବିଏମ୍ଙ୍କ ସହିତ କଥା ହଉଥିଲି। ମୁଁ କହିଲି ସାର୍, ଯଦି ଭୁବନେଶ୍ୱର କ୍ୟାନସେଲ ହଉଛି ତ ଆପଣ କଟକ ତ ଚିନ୍ତା କରିପାରିଥାନ୍ତେ। ତ ସେ କହିଲେ କି କଟକରେ ସେମିତି କେହି ସାଥୀ ଯଦି ହେଲେନି। ମୁଁ କହିଲି ନାଇଁ, ମୁଁ ବି ଦାୟିତ୍ୱ ନଉଛି। ସେ କହିଲେ ଠିକ ଅଛି, ଆପଣ ଯଦି ଦାୟିତ୍ୱ ନଉଛନ୍ତି, ଜାନୁଆରୀ ମାସରେ ଆମେ କଟକରେ କରିବା। ଆଜ୍ଞା କଟକରେ ବି ଆମେ 500-600 ଲୋକଙ୍କୁ ଆମେ ଏକାଠି କରିପାରିବା। ଆଉ ସେଥିପାଇଁ ଦେଖନ୍ତୁ, ତେୟାରୀ ବହୁତ ବଡ଼ ରହିବା ଦରକାର। କାରଣ 1500 ପିଭି, 2500 ପିଭି, 5000 ପିଭି କଲେ ଆମେ ସେ ପ୍ରୋଗ୍ରାମରେ ଆମେ କାହାକୁ ନେଇକି ନିଜେ ବି ଆମେ ଏଣ୍ଟ୍ରି କରିଦେଇ ପାରିବା। ଏଇଟା ଗୋଟେ ବହୁତ ବଡ଼ କଥା। ଆଉ ଆଜି ଟିସି ସାର୍ ଯୋଉ ଘୋଷଣା କଲେ, ସେଇଟା ଆମ ପାଇଁ ବହୁତ ଇମ୍ପୋର୍ଟାଣ୍ଟ। ଏଇ ଯୋଉ ଗ୍ରୋଥ, 100% ଗ୍ରୋଥ ଭାଇଟାଲ ପିନ୍, 25% ଗ୍ରୋଥ ରୟାଲଟି,
सॉरी 50% ग्रोथ रॉयल्टी 25% ग्रोथ टेक्निकल अचीवर उपरे कंपनी भी बहुत बड़ा तैयारी करुच्ची जेमती रूपांतरण यात्रा जे प्रकार सेलिब्रेशन हैला से सेलिब्रेशन हबो आम सेटा कराजिबो ता सहित आमर एपटरे जो सेहत बियर जो माने भी आगो को सेहत की सितारे ता उपरे भी बहुत बड़ा सेलिब्रेशन हबो ता उपरे आमे काम करबा निहाती दरकार या पाई सबुठु बड़ कथा जे आमे हमर सामाजिक दायरा जेमती कहउचन ना आमे विभिन्न अनुष्ठान सहित मिसिबा निहाती दरकार ଯେମିତି କି ଆରती ଅପା ତାଙ୍କର ନିଜର ଯୋଉ ସଂସ୍ଥା ଅଛି ତ ସେଥିରେ ଗୁରୁଙ୍କର ଯୋଉ ସଂସ୍ଥା ଅଛି ତା ଦେହରେ ସେ ଯାଉଛନ୍ତି ସେ ସଂସ୍ଥାକୁ ଯାଉଛନ୍ତି ତାଙ୍କର ଯୋଉ ଏଥିରେ ବସୁଛନ୍ତି ଯୋଉ ପ୍ରକାରର ଆକ୍ଟିଭିଟିଜ ହଉଛି ସେ ସଂସ୍ଥାରେ ମାନେ ଲୋକଙ୍କ ସାଙ୍ଗରେ ମିଶିବା ଦରକାର ନୂଆ ନୂଆ ଲୋକଙ୍କ ସାଙ୍ଗରେ ଆମେ ଯୋଉ ସେବା କାର୍ଯ୍ୟ କରିବା ବହୁତ ସାରା ଲୋକଙ୍କ ସାଙ୍ଗରେ ମିଶିବା ନିହାତି ଦରକାର ओके ये जो चिंताधारा को ये विचार को हमको आहुरी आगू को बढ़ेगा दरकार ये विचार को आगू को नवा पाई मु एबे चांसर को इनवाइट करछि सर आपण को विचार कोंतु तापरे आमे समस्ते आम विचार को कहबा ओके सर वेलकम सर चांसर हाँ सर सर ସାର୍ वेलकम सर ନମସ୍କାର सर आपण को ନମସ୍କାର ସାର୍ आपण को विचार आमे सुनी सरला परे तापरे आमे आमे कोन करिवो ତାପରେ ଆମେ ଯା नेक्स्ट ବିଚାର କରୁ ନମସ୍କାର। ପ୍ରଥମ କଥା ହଉଛି ଯେ ଆମର ଡେଲି ଆକ୍ଟିଭିଟିଜ ଉପରେ ଆଜି ଗୁରୁକୁଳରେ ତ ସମସ୍ତେ ତାଙ୍କର ଦେଲେ ଯେ କଣ କରୁଛନ୍ତି ସେମାନେ କଣ ପ୍ଲାନିଂ ତାଙ୍କର ଅଛି ତାଙ୍କର ଡେଲି କଣ କରୁଛନ୍ତି ଆଉ କଣ କରିବାକୁ ଯାଉଛନ୍ତି ଏବଂ ତାଙ୍କର ପ୍ଲାନିଂ କଣ ଅଛି ସେ ବିଷୟରେ ତାଙ୍କର ଆଜି ବହୁତ ଭଲ ଭାବେ ସମସ୍ତେ ଡିସ୍କସନ କଲେ ତେଣୁ ଆମର ଆଗକୁ ସବୁ କାର୍ଯ୍ୟ କରା ଆମର ଏଇ ଡିସ୍କସନ ଯୋଉ ହବ ସବୁ ଡେଲି ଆକ୍ଟିଭିଟିଜ ଉପରେ ଆମେ କରିବା କଥାବାର୍ତ୍ତା ସେଇଭଳିଆ କରିବା ଆଉ ଯୋଉ ସାମାଜିକ ଦାୟରା ଯୋଉ ମାନେ ଲିମିଟେସନ ଆମର ସୋସିଆଲ ଲିମିଟେସନ କୁ ବଢେଇବାକୁ ପଡିବ ଆମେ ଯଦି ଇଏ ଆରସିଏମ ବିଜନେସ ବା ଆରସିଏମ ର ଅଭିଯାନ ହଉଛି ଗୋଟେ ସାମାଜିକ କାର୍ଯ୍ୟକ୍ରମ ତେଣୁ ଆମର ନିଜର ଯଦି ପରିସର ଆମେ ବଢେଇବା ଯେତେ ଯାହାର ପରିସର ଅଧିକା ସିଏ ସେତେ ଏଥିରେ ସଫଳ ହେବେ ସେ ସେତେ ମାନେ କାରଣ ଅଧିକା ଲୋକଙ୍କ ସହିତ ତାଙ୍କର ସମ୍ପର୍କ ଯେତେ ଅଧିକା ଲୋକଙ୍କ ସହିତ ଆମେ ସମ୍ପର୍କ ରଖିପାରିବା କରିପାରିବା ସେତେ ଆମେ ଏଥିରେ ସଫଳତା ପାଇବା ତେଣୁ ବିଭିନ୍ନ ପ୍ରକାର ଅନୁଷ୍ଠାନ ସହିତ ସମ୍ପର୍କ ରଖିବା ବିଭିନ୍ନ ପ୍ରକାର ସାମାଜିକ କାର୍ଯ୍ୟକ୍ରମରେ ଭାଗ ନେବା ଇଏ ସବୁ ହଉଛି ସମସ୍ତଙ୍କଠୁ ସଫଳତାର ବଡ କଥା ଆମେ ଆମ ଭିତରେ ଖାଲି ସୀମିତ ହେଇକି ରହିବା ଆମେ ଭିତରେ ସେଥିରେ ଯୋଉମାନେ ସେମିତି ସୀମିତ ସେମାନଙ୍କର ଆଜି ପର୍ଯ୍ୟନ୍ତ ମୁଁ ଦେଖି ଆସିଛି ସେମାନଙ୍କର ମାନେ ସେମିତି ବଡ ଆକାରରେ କିଛି କରିପାରି ନାହାନ୍ତି ନିଜକୁ ଯେତେ ଆମେ ଖୋଲି ପାରିବା ଯେତେ ଲୋକଙ୍କ ସହିତ ମିଶି ପାରିବା ଯେତେ ଯେତେ ନୂଆ ଲୋକଙ୍କ ସହିତ କଥାବାର୍ତ୍ତା କରିପାରିବା ମାନେ ପୁରା ବିନ୍ଦାସ ଭାବେ ସେତେ ଏଥିରେ ଆମେ ସଫଳତା ପାଇବା ଏଇ ହଉଛି କଥା ତେବେ ଆମର ଦିଟା ହଉଛି ମେନ୍ କଥା ଗୋଟେ ହଉଛି ଆମର ସାମାଜିକ ଦାୟରା ବା ସୋସିଆଲ ଲିମିଟେସନ କୁ ଆମେ ବଢାଇବା ଦ୍ୱିତୀୟ କଥା ହଉଛି ଆମର ଡେଲି ଆକ୍ଟିଭିଟିଜ କଣ ଆମେ ସେଇଟାକୁ ସବୁବେଳେ ଡିସ୍କସନ କରିବା ଆମର ଡେଲି ଆକ୍ଟିଭିଟିଜ କଣ ଆମେ ଆମର ପ୍ରୋଗ୍ରାମରେ ଆମେ ଶୁଣିଲେ ଗୁରୁକୁଳରେ ଏଇ ଶାଖାରେ ଆମର କରିବା କଣ ଯେ ଆମେ ଯୋଉ ଆଜିକି 2 ମାସ ହେଲାଣି କହି ଆସୁଛୁ ସବୁବେଳେ ଯେ ଆଜି ବଢିଆ ଆଜି ପ୍ରୋଗ୍ରାମ ହେଲା ବହୁତ ଭଲ ହେଲା ଏମିତି କରିବା ଉଚିତ ସେମିତି କରିବା ଉଚିତ ଇଏ କରିବା ଉଚିତ ସିଏ କରିବା ଉଚିତ ଏଇ କଥାଟାକୁ ଆପଣ ମାନେ ସବୁ ଧ୍ୟାନ ଦିଅନ୍ତୁ ଏମିତି କଥା କହିକିରି କିଛି ଲାଭ ହିଁ ନାହିଁ ଆମ ଭିତରେ ଖାଲି ଆଲୋଚନା ହବ କିନ୍ତୁ ମୁଁ କଣ କରୁଛି ଏଇ ବାବଦରେ ମୁଁ କଣ କରୁଛି ମୋ ଟିମ୍ ସହିତ ମୁଁ କେମିତି ଭାବରେ ଇଣ୍ଟରାକ୍ସନ କରୁଛି ମୋର ଟିମରେ କୋଉମାନେ ସବୁ କାମ କରୁଛନ୍ତି ଆଉ ସେଥିପାଇଁ ମୋର ଆସନ୍ତା 7 ଦିନ ଭିତରେ ଆସନ୍ତା 15 ଦିନ ଭିତରେ ଆସନ୍ତା ମାସ ଭିତରେ ମୋର କଣ ପ୍ଲାନିଂ ଯେମିତି ପ୍ରଥମେ ମୁଁ ଅମୀୟ ବାବୁଙ୍କର କଥା ଶୁଣିଲି ଅମୀୟ ବାବୁଙ୍କର ଯୋଉ ପ୍ରକାର ପ୍ରେଜେଣ୍ଟ କଲେ ପ୍ରକୃତରେ ସେଇଭଳି ମାନେ ଆମର ଚିନ୍ତାଧାରା ହବାକୁ ଯୋଉଟା କି ଗୁରୁକୁଳରେ ମଧ୍ୟ ସେଇଭଳି ସେମାନେ କରୁଛନ୍ତି ଆପଣଙ୍କର ମାଇଣ୍ଡ ସେଟ କୁ ପ୍ରେଜେଣ୍ଟେସନ କଲା ବେଳକୁ ଟିକେ ଏବେ ବଦଳେଇ ଦେବା ଉଚିତ ତେଣୁ ଆପଣ ମାନେ ଦେଖିବେ ମାଇଣ୍ଡ ସେଟ ବଦଳି ଗଲେ ଚାରିଆଡିକି ଦେଖାଯିବ ଆମକୁ କଣ କରିବା ଦରକାର
ଆମେ ସେଇ ଗତାନୁଗତିକ ରୂପରେ ଯଦି କହି ଚାଲିବା ଯେ ହଁ ଆଜିର ପ୍ରୋଗ୍ରାମ ବହୁତ ବଢିଆ ହେଲା, ଏମିତି କରିବା ଉଚିତ, ସେମିତି କରିବା ଉଚିତ, ସେମିତି କଲେ ଭଲ ହବ, ଇଏ ହବ, କାହାକୁ ଆମେ କହିବା? ଏ କଥାର କିଛି ମାନେ ନାହିଁ। ଯେ ଆଜି ଏଇଆ ଡିସ୍କସନ ହେଲା, ମୁଁ ଏହା କରୁଛି, ମୁଁ ଏହା କରିବି, ମୁଁ ମୋର ଟିମ୍ ସହିତ ଇଏ କରିବି। ଦେଖନ୍ତୁ ଆମେ ଏଠି 10 ଜଣ 12 ଜଣ 11 ଜଣ ବସୁଛୁ। ୟାର ମାନେ କଣ? ଗୁରୁକୁଳରେ ବସୁଛନ୍ତି, ଜୁମ ରେ ବସୁଛନ୍ତି, 1000 ଉପରେ ବସୁଛନ୍ତି। ଆଉ ଆମର ଏଠି ୟୁଟ୍ୟୁବରେ ପ୍ରାୟ ସେମିତି ବସୁଛନ୍ତି। ତାପରେ ୟୁଟ୍ୟୁବରେ ଅନ୍ୟମାନେ ଯୋଉମାନେ ବସି ପାରୁନାହାନ୍ତି ସେମାନେ ୟୁଟ୍ୟୁବରେ କେତେବେଳେ ତାଙ୍କର ସମୟରେ ସେମାନେ ଦେଖୁଛନ୍ତି। ତାହେଲେ ୟୁଟ୍ୟୁବରେ ଯେତେବେଳେ ଭ୍ୟୁଜ ଆପଣ ଦେଖିବେ କେତେବେଳେ 5 ଦିନ ପରେ, 8 ଦିନ ପରେ, 10 ଦିନ ପରେ ଦେଖିବେ 5000 10,000 ଏମିତି ବହୁତ ବଢି ଯାଇଥିବ। ତ ଜଣେ 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 ଲିଡର ଯୋଉମାନେ ବସୁଛନ୍ତି ସେମାନେ ଯଦି ତାଙ୍କର ଟିମରେ 500 1000 2000 5000 10,000 ଲୋକ ସବୁ ଅଛନ୍ତି, ସେମାନେ ଏଇ କଥା ଥରେ ବର୍ଷକ 2 ବର୍ଷ ତଳେ ଟିସିଜିଙ୍କର ଏଇ କାଲକୁଲେସନ ଥରେ ବୁଝାଉଥିଲେ। ଏଠି ଆପଣ ମାନେ 1000 ବସିଛନ୍ତି, ଯଦି ପ୍ରତ୍ୟେକ 100 ଜଣ ଲୋକଙ୍କୁ ଆପଣଙ୍କର ଟିମରେ 100 150 50 200 ଲୋକଙ୍କ ସହିତ ଆପଣ ଇଣ୍ଟରାକ୍ସନ କରନ୍ତି, ତାଙ୍କୁ ଆପଣ ମଧ୍ୟ ଜୁମ ରେ ଏଇ ଯୋଉ ଶାଖା ଯେମିତି କରିଛନ୍ତି ହେଇ ଚାଲିଛି ଆମର, ସେମିତି ଆପଣ ମାନେ ବି ଶାଖା କରନ୍ତୁ। ଆପଣ ମାନେ ବି ଶାଖା କରନ୍ତୁ। ଆପଣ ମାନେ ଶାଖା କରିବା ଦ୍ଵାରା ତାହେଲେ କଣ ହବ? 1000 × 100 ଲକ୍ଷେ ଲୋକଙ୍କ ପାଖରେ ପହଞ୍ଚିଯିବେ। ଯଦି ଆପଣ ମାନେ ଆମେ ଏଠି 10 ଜଣ ଅଛେ, ଯଦି ପ୍ରତ୍ୟେକ ମିନିମମ୍ 20 ଜଣ ଲୋକଙ୍କ ସହିତ 30 ଜଣ ଲୋକଙ୍କ ସହିତ ଆମେ ଇଣ୍ଟରାକ୍ସନ ଆପଣ ମାନେ କରିବେ ଆପଣଙ୍କ ଟିମ ର, ତାହେଲେ ଆପଣ 400-500 ଲୋକଙ୍କ ସହିତ ଇଣ୍ଟରାକ୍ସନ ହେଇଯିବ। ସେମାନେ ଯଦି ଆସି ବସି ପାରୁନାହାନ୍ତି, ଆଟେଣ୍ଡ କରିପାରୁନାହାନ୍ତି, ଆପଣ ମାନେ କହୁଛନ୍ତି କିନ୍ତୁ ସେମାନେ ଆସି ପାରୁନାହାନ୍ତି, ତାହେଲେ ତାଙ୍କ ପାଖରେ ମେସେଜ ତ ପଠେଇବା ଦରକାର ଯେ ଆଜି କଣ ହେଲା, ଆଜି ଗୁରୁକୁଳରେ କଣ ହେଲା, ଆଜି ଆମ ଗୁରୁକୁଳ ଶାଖାରେ କଣ ଆଲୋଚନା ହେଲା, ଏ କଥା ତ ତମ ସହିତ ଇଣ୍ଟରାକ୍ସନ କରିବା ଦରକାର ନା। ଆଉ ତା ଯଦି ନ କରିବା କହିଲେ ଆମର ଏଇ ଭିତରେ ଆମେ ରହିଯିବା, ତାହେଲେ ଆମର ଏକ୍ସପାଣ୍ଡ କେମିତି ହବ? ଏଇ ହଉଛି କଥା। ତେଣୁ ଏଗୁଡା ସବୁ ଧ୍ୟାନ ଦେଇ ଆପଣ ମାନେ ଚିନ୍ତା କରନ୍ତୁ, କାରଣ ସମସ୍ତେ ମ୍ୟାଚୁର୍ଡ, ବୁଝିବା ସୁଝିବା ସମସ୍ତଙ୍କର ଅନୁଭୂତି ଅଛି। ତେଣୁ ପ୍ରକୃତରେ ଆମେ ଯେମିତିକା ହାଲକା ମତନ ଗୋଟେ ଟାଇମ ପାସ୍ କଲା ଭଳିଆ ଯେମିତି ଚିନ୍ତାଧାରା ଆମର ନ ହୁଏ। ଏଇଟା ଜଷ୍ଟ ଟାଇମ ପାସ୍ ଗୋଟେ। ମୁଁ ବାର ବାର କହୁଛି, ଆମକୁ ଏକ ଟାଇମ ପାସ୍ ଭଳିଆ ଆମେ ଯଦି କରିବା ତାହେଲେ ସବୁ ଆମର ସମୟ ନଷ୍ଟ ହେଇଯିବ ଖାଲି। ଆଉ ଆମର ଯୋଉ ଲକ୍ଷ୍ୟ, ଯୋଉ ବହୁତ ବଡ ଲକ୍ଷ୍ୟ ନେଇକିରି ଶତପଥୀ ବାବୁ ଇଏ ଆରମ୍ଭ କରିଛନ୍ତି, ତାର ଆପଣ ମାନେ ସମସ୍ତଙ୍କର ଉନ୍ନତି ପାଇଁ, ତାହେଲେ ଆମେ ଆଉ କଣ ତାର ଲାଭ ପାଇବା? ଥ୍ୟାଙ୍କ ୟୁ, ବହୁତ ବହୁତ ଧନ୍ୟବାଦ। ଓଭର ଟୁ ଓକେ ଶତପଥୀ ସାର୍, ବାବୁ। ଥ୍ୟାଙ୍କ ୟୁ ସାର୍। ବହୁତ ବଢିଆ କଥା ଯେ ଆମେ ସିରିୟସଲି ଆମେ ସବୁ କାମକୁ କଲେ ସେ କାମ ସଫଳ ବି ହେଇପାରିବ। ଏଇଠି ଗୋଟେ ଦିଟା କଥା ମୁଁ ଖାଲି କହୁଛି ଯେ କି ସାର୍ଙ୍କ କଥାକୁ ମୁଁ ଧ୍ୟାନ ରଖିକି ଆମେ ଆଉ ଟିକେ ସିରିୟସ୍ ହେଇପାରିବା। ଆମେ ଦିନ ଭିତରେ ଗୁରୁକୁଳକୁ ପ୍ରମୋସନ କରିବା, କାରଣ ସେ ଶିକ୍ଷାକୁ ଯଦି ଆମେ କରିବା ସେଇଠି ଆମ କାମଟା ବହୁତ ସହଜ ହେଇଯିବ। ଯୋଉ କାମ ଆମେ କରିବାକୁ ଚାହୁଁଛେ କାମଟା ସହଜ କରିବା ପାଇଁ ଦିନ ଭିତରେ ଗୁରୁକୁଳକୁ ପ୍ରମୋଟ କରିବା। ଆଉ ଯାହାକୁ ପ୍ରମୋଟ କରିବା, ଯୋଉମାନେ କହିଲେ ହଁ ମୁଁ କାଲି ଆସିବି, ତାଙ୍କର ଗୋଟେ ଲିଷ୍ଟ କରିବା, ପକେଟ ଡାଏରୀ କରିବା ନିହାତି ଦରକାର। ଆଉ ସକାଳ 6ଟା ପୂର୍ବରୁ ତାଙ୍କୁ ଗୋଟେ ଗୋଟେ ଖାଲି କଲ୍ କରିଦେଇ, ମାନେ ମନେ ନଥିବ ନା, କଲ୍ କରିଦେବା। ତ ଇଏ କଥା ମୁଁ ବି ଆଜିଠୁ କରିବି, ନା ଆପଣମାନେ ବି କରନ୍ତୁ। ତାକି କଣ ହବ ନା, ଧନ୍ୟନ୍ତୁ ମୁଁ କରୁଛି କିଛି 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 ସାଥୀଙ୍କୁ ଡାକିବି ସାହୁ ଭାଇଙ୍କ ଟିମରୁ, କିଛି ଅମୀୟଙ୍କ ଟିମରୁ, ଏମିତି ଡାକିବି। ଧନ୍ୟନ୍ତୁ ଅମୀୟଙ୍କ ଟିମରୁ ଅଧିକା ଲୋକ ପଳେଇ ଆସିଲେ, ତାହେଲେ ସାହୁ ଭାଇଙ୍କର ଲାଭ ହେଲାନି, ତ ମୁଁ କଲେ ଲାଭ କଣ ହବ? ତ ଆପଣମାନେ ବି ଯଦି କରୁଥିବେ, ତ ସେଇମାନ ମୁଁ ବି କରୁଥିବି, ତ ମିଶିକି କଲେ ବହୁତ ବଡ଼ ରେଜଲ୍ଟ ଆସିପାରିବ। ଯାହା ହଉ ସାର୍, ଆପଣଙ୍କର ମୂଲ୍ୟବାନ କଥାକୁ ଆମେ ପାଳନ ବି କରିବୁ। ଆଉ ଆମେମାନେ ସମସ୍ତେ ବସିଛୁ, ଆମେ କରିବୁ। ଆଉ ଆତ୍ୟପା କୁହନ୍ତୁ କଣ ଆମେ କରୁଛେ, ଆଉ ଗ୍ରୋଥ ଜୟ କେମିତି ସିଂ। growth ହେଇପାରିବ? ଆମେ ତ ମାନେ ଯେମିତି କାମ କରିବା କଥା କରୁଛେ, କିନ୍ତୁ ସମସ୍ତଙ୍କୁ ମାନେ ଯୋଉ ଗୁରୁଜୀ କହୁଛନ୍ତି ଏକରୂପ ଶିକ୍ଷା, ମାନେ ଗୁରୁକୁଳରେ ଯୋଉ ଶିକ୍ଷା ଦିଆଯାଉଛି ସମସ୍ତଙ୍କୁ ସେଇଠିକି ଆମେ ଇନଭାଇଟ କରିବା। ଏଇଟା ହେଲା ପ୍ରଥମ ଡ୍ୟୁଟି। ମୁଁ ସବୁ ମେମ୍ବର ମାନଙ୍କୁ ବି କହୁଛି ମୋ ଟିମର। ଆଉ କାଲି ବି ଯୋଉ ମାନେ ମିଟିଂ ହେଲା,
ମୁଁ ସମସ୍ତଙ୍କୁ ସେଇ କଥା ବୁଝେଇଲି, ନିଜର ଗ୍ରୋଥ ପ୍ରତ୍ୟେକ ମାସରେ ନିଜର ଗ୍ରୋଥ ଆଗ ଦେଖିବ। ନିଜ ଗ୍ରୋଥ ଯଦି ନିଜର ନ ହେଲା ତାହେଲେ ତମେ ଅନ୍ୟମାନଙ୍କୁ ଯୋଉ ଜଏନିଂ ଦଉଛ, ଖାଲି ଜଏନିଂ କରି କିଣେଇ ଦେଲେ କିଛି ଲାଭ ନାହିଁ। ସେମାନେ କିଣିଦେଲେ ଚୁପ୍ ହେଇକି ବସିବେ। ତେଣୁ ମୁଁ ନିଜେ ସମସ୍ତଙ୍କୁ ଗାଇଡ କରୁଛି, ବାକି ମୋ ଟିମ୍ କି ମୁଁ ଗାଇଡ କରୁଛି, ଆଉ ତାଙ୍କୁ ବି ମୁଁ ମାନେ ବୁଝଉଛି ଯେ ତମେ ଯାହାକୁ ସବୁ ଜଏନ୍ କରଉଛ ତାଙ୍କୁ ନେଇକିରି ପ୍ରପରଲି ତାଙ୍କୁ ଗାଇଡ କର, ଆଉ ତାଙ୍କୁ କିଣାଅ। ତାପରେ କିଣି ସାରିଲା ପରେ ସେମାନେ ଖାଇ ସାରିଲା ପରେ ୟୁଜ କଲା ପରେ କଣ ବେନିଫିଟ ପାଇଲେ ତାଙ୍କୁ କୁହ, ଆଉ ତାଙ୍କୁ ସମସ୍ତଙ୍କୁ ବୁଝାଅ ନିଜେ ନିଜର ଡାକ୍ତର ହୁଅନ୍ତୁ, ସେତ କେ ସିତାର ହୁଅନ୍ତୁ। ଏଇଟା ବି ମୁଁ କହୁଛି। ନିଜେ ନିଜକୁ ସୁସ୍ଥ ନ ରଖିଲେ ସେମାନେ କଣ କରିବେ, ଘରକୁ କେମିତି ଦେଖିବେ? ଆଉ ମୁଁ ସବୁବେଳେ ମୋ ନିଜ ପାଇଁ ମୁଁ ସବୁବେଳେ ସହାୟତା ସୀତାରେ ମୋ ପରିବାର ପାଇଁ ବି ମୁଁ ନିଜେ ମୋର ଉଦାହରଣ। ତାପରେ ଦୁଇରେ ମୁଁ ସବୁବେଳେ ଟାଇମ ମ୍ୟାନେଜମେଣ୍ଟ କରେ, କେତେବେଳେ କୋଉ କାମ କରିବି, ସକାଳେ କୋଉ କାମ କରିବି, ଘର କାମ କେତେବେଳେ କରିବି, ମିଟିଂ କେତେବେଳେ ରଖିବି, ଆଉ ଯାହାକୁ ଯାହା କଥା ଦେଇଥିବି ମୁଁ ତାକୁ ନିଶ୍ଚୟ ପୂରଣ କରିବି। ଏତିକି ମୁଁ କହୁଛି, ଆଉ ସବୁ ମେମ୍ବର ମାନଙ୍କୁ ବି ସେଇ କଥା ବୁଝଉଛି। ଆଉ ମୁଁ ଯେ ଏକୁଟିଆ କରିଦେଲେ ଗ୍ରୋଥ ହେଇଯିବନି। ମୋ ନିଜର ଗ୍ରୋଥ ମୁଁ ଚାହୁଁନି, ମୋ ଟିମର ସମସ୍ତଙ୍କ ଗ୍ରୋଥ ହବ। ସମସ୍ତଙ୍କ ଗ୍ରୋଥ ହେଲେ ମୋର ଗ୍ରୋଥ ହବ, ମୁଁ ଏଇଟା ବି ବୁଝୁଛି। ଆଉ କିଛି କହିନି, ଓଭର ଟୁ ସତୁ। ଠିକ କଥା, ବହୁତ ବଢିଆ କଥା, ବହୁତ ବଡ କଥା। ଅପା କହିଲେ କି ଟିମର ଗ୍ରୋଥ ହବା ଦରକାର, ସମସ୍ତଙ୍କ ଗ୍ରୋଥ। ଓକେ, ଚିତ୍ତ ବାବୁ, ଆପଣଙ୍କ ଆକ୍ଟିଭିଟିଜ କଣ ରହୁଛି? ହଁ, କୁହନ୍ତୁ। ସାର୍ ନମସ୍କାର, ଜୟ ଶ୍ରୀ ସାର୍। ନମସ୍କାର। ଆଜିର ଯୋଉ ଗୁରୁକୁଳ ପ୍ରୋଗ୍ରାମ ଯୋଉ ହେଲା, ତା ଦେହରୁ ସ୍ପେଶିଆଲି ମୁଁ 3ଟା ଟପିକ ଉପରେ ଅଲରେଡି ମୁଁ ଏ ମାସ 1 ତାରିଖଠାରୁ ପ୍ରୋଗ୍ରାମ ଷ୍ଟାର୍ଟ କରିଦେଇଛି। ପ୍ରଥମ କଥା, ଯୋଉ ଗ୍ୟାସେଜ ଉପରେ ଯୋଉ ଆଲୋଚନା, ଯୋଉ ଗ୍ରୋଥ ଉପରେ ଆଲୋଚନା, ତା ଉପରେ ମୁଁ ସ୍ପେଶିଆଲି 2 ଜଣଙ୍କର ଇନଆକ୍ଟିଭ ୱାର୍କରଙ୍କର ତାଙ୍କର ଅଲରେଡି ଆଇଡି ଆକ୍ଟିଭେଟ୍ କରିସାରିଲାଣି। ତାପରେ ଆଉ ଜଣଙ୍କର ଆଜି ବି ଆଇଡି ଆକ୍ଟିଭେସନ କରାଯିବ, ଯେଉଁମାନେ ଇନଆକ୍ଟିଭ ଆଇଡି ଅଛନ୍ତି। ଦ୍ୱିତୀୟ କଥା, ଯୋଉ 25%, 50% ଏବଂ 100% ଯୋଉ ଗ୍ରୋଥ ଉପରେ ଯୋଉ ଆଲୋଚନା, ଗତ ମାସରେ ମୁଁ ଟାର୍ଗେଟ ରଖିଥିଲି 50% ଗ୍ରୋଥ କରିବା ପାଇଁ, କିନ୍ତୁ ମାତ୍ର 15% ଗ୍ରୋଥ ହେଇଥିଲା। ଏ ମାସରେ ତାକୁ ମୁଁ 100% ଗ୍ରୋଥ କରିବା ପାଇଁ କି ଅଲରେଡି ପ୍ରପୋଜାଲ ଷ୍ଟାର୍ଟ କରିସାରିଛି। ତେଣୁ ତା ଉପରେ 2 ଜଣଙ୍କର ଇନଆକ୍ଟିଭ ଆଇଡି ତ ଆକ୍ଟିଭ କରାଯାଇଛି, ଆଉ ଜଣଙ୍କର ଆଜି ବି କରାଯିବ। ତାପରେ ଗ୍ୟାସେଜ ଉପରେ ଯୋଉ ଆଲୋଚନା ଆଜି ହେଇଥିଲା, ଗ୍ୟାସେଜ ଉପରେ ମୁଁ ଅଲରେଡି ଯୋଉମାନେ ଅଛନ୍ତି ଇନଆକ୍ଟିଭ ଆଇଡି ଅଛନ୍ତି, ସେମାନଙ୍କ ସହିତ ଅଲରେଡି ମୁଁ ଡିସେମ୍ବର 1 ଠାରୁ ପୁଙ୍ଖାନୁପୁଙ୍ଖ ଆଲୋଚନା ସେମାନଙ୍କ ସହିତ କନଫରେନ୍ସ ମୋବାଇଲ ଦ୍ୱାରା ବି କଥାବାର୍ତ୍ତା ହେଉଛି। ଏବଂ ତା ସାଥିରେ ରହୁଛି କ'ଣ, ଯୋଉ ଗୁରୁକୁଳ ଯୋଉ ପ୍ରୋଗ୍ରାମଟା ରହୁଛି, ଗୁରୁକୁଳ ପ୍ରୋଗ୍ରାମକୁ ପ୍ରମୋଟ କରିବା ପାଇଁ ସେମାନଙ୍କୁ ସମସ୍ତେ ବୁଝଉଛି। ହୁଏତ ଆଜି ପର୍ଯ୍ୟନ୍ତ କେହି ବି ଜଏନ୍ କରିନାହାନ୍ତି, ବଟ୍ ଗୁରୁକୁଳ ପ୍ରୋଗ୍ରାମରେ ଯୋଉ ଭିଡ଼ିଓ ଲିଙ୍କ ଆସୁଛି ମୁଁ ସେମାନଙ୍କୁ ପଠାଉଛି, ସେମାନେ ଦେଖୁଛନ୍ତି, ତାଙ୍କ ଟାଇମ୍ ଫାଙ୍କା ଦେଖି ସେମାନେ ଦେଖୁଛନ୍ତି। ସେମାନଙ୍କ ସହିତ ମୁଁ ଡିସ୍କସନ୍ ବି କରୁଛି ଏ ବାବଦରେ, ଯେ କ'ଣ ଆଜି ଶିଖିଲ, କ'ଣ ଜାଣିଲ, ତା ଦ୍ୱାରା କ'ଣ ଭଲ ଲାଗୁଛି, କ'ଣ ମନ୍ଦ ଲାଗୁଛି କି। ତାପରେ ଆଉ ଗୋଟେ ଜିନିଷ ହେଉଛି କ'ଣ ନା, ଆମର ଯୋଉ 25%, 50% ଏବଂ 100% ଗ୍ରୋଥ ଉପରେ ଯୋଉ ଆଲୋଚନା, ବର୍ତ୍ତମାନ ମୋର ନିଜର ଏବଂ ଟିମ୍ର ବିଜନେସକୁ ଆଖି ଆଗରେ ରଖି ଗତ ମାସର ବିଜନେସ ଯୋଉ ରିପୋର୍ଟ ଯାଇଥିଲା, 11,400 କେତେ ଟଙ୍କା ଟୋଟାଲ ଟିମ୍ ଉପରେ ବିଜନେସ ହେଇଥିଲା। ତା ଉପରେ ଯୋଉମାନଙ୍କର ବିଜନେସ, କାହାର 200, କାହାର 500, କାହାର 700, ଯାହାର ଯାହା ବିଜନେସ ହେଇଥିଲା, ଏବଂ ଟୋଟାଲ ଟିମ୍ର ବିଜନେସକୁ ନେଇକିରି ତାର ଗୋଟେ ରିପୋର୍ଟ ମୁଁ କାଢିଥିଲି ସ୍କ୍ରିନଶଟ୍ ମାରିକିରି, ପର୍ଟିକୁଲାର ହ୍ୱାଟ୍ସଆପରେ, ପର୍ସନାଲ ହ୍ୱାଟ୍ସଆପରେ ସେମାନଙ୍କୁ ଛାଡ଼ିକିରି ତାର ବିଷୟରେ ମୁଁ ସେମାନଙ୍କ ସହିତ ଡିସ୍କସନ୍ କରିଥିଲି। କାହାର 5,000 ଟୁ 500 ଟଙ୍କା ବି କମ୍ ଥିଲା, କାହାର 10,000 ଟୁ ବି 400 କମ୍ ଥିଲା, କାହାର 300 କମ୍ ଥିଲା, କାହାର 800 କମ୍ ଥିଲା। ତେଣୁ ସେଇ ହିସାବରେ ସମସ୍ତଙ୍କ ପାଖକୁ ସେ ରିପୋର୍ଟ ଛାଡ଼ିକି ଅଲରେଡି ମୁଁ ଗତ ମାସ ଠାରୁ ଆଜିକା ଡେଟ୍ ପର୍ଯ୍ୟନ୍ତ ମୁଁ ଅଲରେଡି ସେମାନଙ୍କ ସହିତ ଆଲୋଚନା କରିସାରିଲାଣି। ତେଣୁ ବିଜନେସଟାକୁ କେମିତି ଆମେ ଗ୍ରୋଥ କରିକିରି ବର୍ତ୍ତମାନ ଯୋଉମାନଙ୍କର 5,000 ବିବି ଥିଲା 2% ଠାରୁ ଆରମ୍ଭ କରି
ଯୋଉମାନଙ୍କ 10,000 ଟିମ୍ ବିଜନେସ୍ ଛୁଇଁବ ସେମାନେ ଯୋଉ 4.5 କମିଶନ ସ୍ଲାବଟା ସେ ବାବଦରେ ଡିସ୍କସନ୍ ସେମାନଙ୍କ ସହିତ କରିଛି। ଏବଂ ବାକି ରହିଲା ଯୋଉ ୟୁଏଲପି କ୍ୱିକ୍ ପ୍ରୋଗ୍ରାମ ଯୋଉ ୟୁଏଲପି କ୍ୱିକ୍ ପ୍ରୋଗ୍ରାମକୁ ବର୍ତ୍ତମାନ ଗତକାଲି ଯାଇଥିଲି ମୁଁ ସାର୍ ସହିତ କଥା ହେଇଥିଲି ଚିତ୍ତ ସାର୍ଙ୍କ ସହିତ। ପ୍ରତ୍ୟେକ ମାସରେ 11 ତାରିଖ ଆମେ 2 ମାସ ହେଲାଣି କଣ୍ଟିନ୍ୟୁ ହେଲ୍ଥ କ୍ୟାମ୍ପ ଆୱାରନେସ୍ ପ୍ରୋଗ୍ରାମ ଷ୍ଟାର୍ଟ କରିଛୁ। ତା ଭିତରେ ମୁଁ ଆଉ ଗୋଟେ ଜିନିଷ ପ୍ଲାନିଂ କରିଛି କାଲି ରାତିରେ ଯୋଉ ବର୍ତ୍ତମାନ ଯୋଉ 11 ତାରିଖରେ ଆମେ ପ୍ରୋଗ୍ରାମ କରୁଛୁ ଆୱାରନେସ୍ ପ୍ରୋଗ୍ରାମ ଆମେ ସେଇ ଜିନିଷ ସେକେଣ୍ଡ ଟାଇମ୍ ଆମେ କରିବୁ ବର୍ତ୍ତମାନ 15 ରୁ 20 ତାରିଖ ଭିତରେ ଯୋଉଟା କି ଆମର ୟୁଏଲପି କ୍ୱିକ୍ ପ୍ରୋଗ୍ରାମ ସହିତ ଆମର ଟିମ୍ ମିଟିଂ ଗୋଟେ ଆରେଞ୍ଜମେଣ୍ଟ କରାଯିବ। ଏ କୋଣାର୍କରେ ହିଁ କରାଯିବ। ଗୋଟେ ତାରିଖ ରହିବ ଆମର ହେଲ୍ଥ କ୍ୟାମ୍ପ ଆୱାରନେସ୍, ସେକେଣ୍ଡ ଆଉ ଗୋଟେ ଟାଇମ୍ ରହିବ ଆମର ଟିମ୍ ମାନଙ୍କୁ ନେଇ ଗୋଟେ ବିଜନେସ୍ ୟୁଏଲପି କ୍ୱିକ୍ ପ୍ରୋଗ୍ରାମ। ବାକି ରହିଲା ଆଉ ଗୋଟେ ପଏଣ୍ଟ ହଉଛି କଣ ନା ଯୋଉ ଆମର କୋଣାର୍କ ଯୋଉ ବିଜୟ ବାବୁ କରିଥିଲେ ତାଙ୍କର ପିକଅପ୍ ସେଣ୍ଟର ଯୋଉ କରିଥିଲେ ବନ୍ଦ କରିଛନ୍ତି ସେଇଟାକୁ ଆମେ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ଅନ୍ୟ ଆଉ ଜଣେ ମେମ୍ବର ଅଛନ୍ତି ଯିଏ ଜଏନ୍ କରିଛନ୍ତି ସେ ଇଣ୍ଟରେଷ୍ଟରେ ଅଛନ୍ତି ସେଇଟାକୁ ଆକ୍ଟିଭେଟ୍ କରିବା ପାଇଁ କି ତାଙ୍କ ସହିତ ଗତକାଲି ଡିସ୍କସନ୍ କରିଥିଲେ। ଆଜି ବି 4ଟା ବେଳକୁ ଅଛି ଡିସ୍କସନ୍ ସେ ବାବଦରେ ପୁଣି କରାଯିବ। କରିକି ସେଇ ପିକଅପ୍ ସେଣ୍ଟରଟାକୁ ଆମେ ପୁଣି କାର୍ଯ୍ୟକ୍ଷମ କରିବା ଦ୍ୱାରା ଆମର ବିଜନେସ୍ ଏବଂ ଆମର ଯୋଉ ଆମର ବଢି ଚାଲିଛି ବର୍ତ୍ତମାନ ତା ଉପରେ ଆମେ ଗ୍ରୋଥ କରିବା ପାଇଁ ଆମେ ଅଲରେଡି ପ୍ଲାନିଂ ଚଲେଇଛୁ। ଥ୍ୟାଙ୍କ ୟୁ ସାର୍, ନମସ୍କାର। ଓଭର ସାର୍। ଓକେ, ବହୁତ ବଢିଆ, ବହୁତ ବଢିଆ। ସମୟ ବି ବହୁତ ଅଭାବ ଅଛି, ତ ମୁଁ ଖାଲି ଗୋଟିଏ ଖାଲି କହିଦଉଛି ଯେ 20ଟା ଯୋଉ ପଏଣ୍ଟ ଆମର ଅଛି ଗ୍ୟାସେସ୍ ର ଫର୍ମୁଲା, ତ ଆମେ ଯଦି ସେ ପଏଣ୍ଟକୁ ଗୋଟେ ଖାତାରେ ଆମେ ଲେଖିବା, ଲେଫ୍ଟ ସାଇଡରେ ଆମେ ଲେଖିବା ଆଉ ତା ଦେହରେ ଗାର ପକେଇଦବା ଯେ ପ୍ରତ୍ୟେକ ଦିନ 1 ତାରିଖ 2 ତାରିଖ 3 ତାରିଖ 4 ତାରିଖ ଏମିତି ଗାର ପକେଇଦବା ଆଉ ତା ଭିତରୁ କୋଉଟା କୋଉଟା କହୁଛେ ସେଟା ଯଦି ଆମେ ନିଜେ ଟିକ୍ ମାରିବା ତ ଆମେ ଜାଣିବା ଯେ କୋଉଟା ଆମେ ଛାଡି ଦଉଛେ। ଓକେ, ଆଜି ତ ସମୟ ବହୁତ ଅଭାବ ଅଛି, ଆଜି ଆମେ ସର୍ଟରେ ସାରିବା। ପ୍ରବୀଣା ମ୍ୟାଡ଼ାମ, ସର୍ଟରେ। ସାର୍ ନମସ୍କାର। ଆଜ୍ଞା, ସାର୍ ନମସ୍କାର। ନମସ୍କାର ନମସ୍କାର ମ୍ୟାଡ଼ାମ, ସମୟ ବହୁତ କମ। ସାର୍ କାଲି ତ ଯେମିତି ମିଟିଂ ହେଲା ଫେର ଆର ସପ୍ତାହକୁ ରଖିଛୁ। ଆମର ବି ଘରେ ଘର ଘର ବୁଲିକି କାଲି ସାର୍ ମୁଁ ସମସ୍ତଙ୍କୁ ଡାକି ଧରିକି ଆସିଛି। ଆମର କଲୋନୀରେ ମୋରି ଇଏରେ ସବୁ ଅଛନ୍ତି, ମୁଁ ସମସ୍ତଙ୍କ ଘରକୁ ଯାଇକି ସମସ୍ତଙ୍କୁ ଇନଭାଇଟିଂ କରିକି ସବୁ ଡାକି ଧରିକି ଆସିଥିଲି। କାଲି ବହୁତ ଭଲ ଲାଗିଲା, ଭଲରେ ମିଟିଂ ହେଲା। ତାପରେ ଆର ସପ୍ତାହକୁ ଆଉ ଜଣଙ୍କ ଘରେ ଆମେ ରଖିଛୁ ମିଟିଂ ରଖିବୁ, ସେଇଠି ଫେର ତାଙ୍କ ପାଖ ପଡୋଶୀ ଯେତେକ ସମସ୍ତଙ୍କୁ ହିଁ ଡାକିବୁ ବୋଲି ଚିନ୍ତା କରିଛୁ। ଏମିତି ଓକେ କରିଛୁ ଓକେ, ସାର୍। ବହୁତ ଥ୍ୟାଙ୍କ ୟୁ ବଢିଆ ସାର୍। ରହିବ, ବହୁତ ବଢିଆ ରହିବ ହଁ ଆପଣଙ୍କର। ଓକେ, ହଁ, ନମସ୍ତେ ମ୍ୟାଡ଼ାମ। ଥ୍ୟାଙ୍କ ୟୁ ସାର୍। ଆଜ୍ଞା, ଥ୍ୟାଙ୍କ ୟୁ ନମିତା ମ୍ୟାଡ଼ାମ। ଶର୍ମିଷ୍ଠା ମ୍ୟାଡ଼ାମ, ଅନମ୍ୟୁଟ କରନ୍ତୁ। ଜୟ ଶ୍ୟାମ ସାର୍, ନମସ୍କାର। ନମସ୍କାର। 13 ତାରିଖର ମିଟିଂ ପାଇଁ ମୁଁ ସମସ୍ତଙ୍କୁ କହିବି। ଆଉ ତପନ ସାହୁ ଯୋଉ ଇନଆକ୍ଟିଭ ଅଛି ତା ସହିତ ଆମେ ବି କଥାବାର୍ତ୍ତା ଚଲେଇଛୁ କେମିତି ସେ ଜଏନ କରିବ, ମାନେ ଇଏ କରିବ, ସେଥିପାଇଁ ଲାଗିଛୁ। ବାକି ଚେଷ୍ଟା ତ ଚଲେଇଛୁ। ଆଜ୍ଞା ଆଜ୍ଞା, ଥ୍ୟାଙ୍କ ୟୁ। ଏଇ ଯୋଉ ଗେସେସ୍ ର ଫର୍ମୁଲା ଅଛି ତାକୁ ଟିକେ ଆଜ୍ଞା ଆପଣ ଦେଖିକି ବହୁତ ଭଲ ଆକାରରେ ଯଦି ଆଜ୍ଞା ଡେଲି କିଛି କିଛି ଆକ୍ଟିଭିଟିଜ ଆମେ କରିବା ଆମେ ହେଇଯାଇ ପାରିବ। ଆଉ ତା ଛଡା ସବୁଠୁ ବଡ କଥା ହଉଛି କି ଆମେ ଏ ଯୋଉ ୟୁଏଲପି ପ୍ରୋଗ୍ରାମ ହଉଛି, ये यूएलपी प्रोग्राम कंपनी लेवल ରେ ହଉଛି, ବହୁତ ବଡ ଆକାରରେ ହଉଛି, ଏଲଇଡି ଆଜ୍ଞା ଲାଗିକି ବହୁତ ବଡ ଆକାରରେ ହଉଛି। ତ ଯେତେ ଅଧିକ ଲୋକଙ୍କୁ, ଆପଣଙ୍କ ପାଇଁ ତ ଗୋଟେ ବହୁତ ବଡ ଅପରଚ୍ୟୁନିଟି, ଇଏ ଯେତେ ଲୋକଙ୍କୁ ଅଧିକା ଲୋକଙ୍କୁ ଆପଣ ଇନଭାଇଟ କରିବେ, ଏଣ୍ଟ୍ରି କରିବା ଦାୟିତ୍ୱ ହଉଛି ଆମର। ଆଜ୍ଞା ଓକେ, ସେଥିପାଇଁ ଟିକେ ଜୋରଦାର ଲାଗନ୍ତୁ। ଭଗବାନ ଗୋଟେ ଆଜ୍ଞା ବହୁତ ବଡ ସୁଯୋଗ ଦେଇଛନ୍ତି ଆମକୁ। ଖୋର୍ଦ୍ଧାରେ ଆଜ୍ଞା ହଉଛି ମାନେ ବହୁତ ବଡ କଥା, ଯୋଉଠି ନିଶ୍ଚିତ। କଟକରେ ନ ହେଇକି ଭୁବନେଶ୍ୱରରେ ନ ହେଇକି ଖୋର୍ଦ୍ଧାରେ ହଉଛି ମାନେ ବହୁତ ବଡ କଥା। ଆଜ୍ଞା ଓକେ, ଥ୍ୟାଙ୍କ ୟୁ। ଧୀର ସାର୍, ସୌମ୍ୟ ଧୀର ସାର୍, ସାର୍ ନମସ୍କାର। ନମସ୍କାର। ସମସ୍ତଙ୍କୁ ମୋ ନମସ୍କାର। ଆକ୍ଚୁଆଲି 2 ଦିନ ହେଲା ହଉଛି 6:30ରୁ ଫିଲ୍ଡ କି ପଳେଇ ଆଉଛି। ଆଉ ପଏଣ୍ଟ ଆଜି ଯୋଉ ଇଏ ହେଲା, ଆକ୍ଚୁଆଲି ଆମେ ଗୁରୁକୂଳରେ ବସିଲେ କିଛି ଲାଭ ନାହିଁ ଯଦି ତାକୁ ଠିକ କାର୍ଯ୍ୟକାରୀ ନ କରିବା। କାର୍ଯ୍ୟ ମାନେ ଯାହା ପଏଣ୍ଟ ଅଛି ସେ ପଏଣ୍ଟ ଅନୁସାରେ ଆପଣ ଯୋଉଟା କହିଲେ, ଯେତିକି କରୁଛନ୍ତି ତାକୁ ଠିକ ମାରନ୍ତୁ, ଯେତିକି ନ କରୁଛନ୍ତି ଭୁଲ କରନ୍ତୁ, ଭୁଲ ଚିହ୍ନ ମାରନ୍ତୁ, ଏହା ହଉଛି ଠିକ। କିନ୍ତୁ ମୁଁ ଫିଲ୍ଡ ଉପରକୁ ଆସିଛି, ଯେତିକି ଆଉ ଥରେ ୟୁଟ୍ୟୁବରେ ତାକୁ ଦେଖିବାକୁ ପଡିବ, କାହିଁକିନା ପଏଣ୍ଟଟା ମୁଁ ଭଲ ଭାବରେ କ୍ଲିୟର ହେଇପାରିଲିନି। କଥା ଆଲୋଚନା ହଉଥିଲା ଅନ୍ୟମାନଙ୍କ ସାଙ୍ଗରେ, ମୋ ଘରଠାରୁ 20 କିଲୋମିଟର ଦୂରକୁ ପଳାଇଛି।
କାଲି ଯୋଉ ପ୍ରୋଗ୍ରାମ ପାଇଁ ବର୍ତ୍ତମାନ ସୁଦ୍ଧା କ୍ଲିୟର ହେଇନି। ମୁଁ ଆପଣଙ୍କୁ 11ଟା 12ଟା ଭିତରେ କ୍ଲିୟର କରିଦେବି। ଗୁରୁକୁଳରେ ବସିବା ଭିତରେ ବହୁତ ଜିନିଷ ଶିଖିବାକୁ ପଡୁଛି, ଯୋଉଟା କି ନିଜ ବିଜନେସକୁ କେମିତି ଗ୍ରୋଥ ହବ। ନିଜ ବିଜନେସ ଗ୍ରୋଥ ହବା ଯଦି ଆପଣ ହଉଛି ତଳ ଲେବୁଲ ଗ୍ରୋଥ କରିବେ ତାହେଲେ ନିଜ ବିଜନେସ ଗ୍ରୋଥ ହେଇଯିବ। ଏହା ହଉଛି ସତ୍ୟ। ଆଉ ମୁଁ ସେଥିପାଇଁ ଏଇ ସାରଙ୍କ କଥା ଅନୁସାରେ ସାରଙ୍କୁ କଥା ଦେଇଥିଲି ଡିସେମ୍ବର ମାସରେ ହଉଛି କାମ ଆରମ୍ଭ କରିବି। 2 ଦିନ ହେଲା କାମ ଆରମ୍ଭ କରିଛି। ଆଉ ନିଶ୍ଚିନ୍ତ ଏ ମାସରେ 25% ଗ୍ରୋଥ ନିଶ୍ଚିନ୍ତ ହବ। ଏହା ହଉଛି ମୋର ବିଶ୍ୱାସ। ଓକେ, ଥ୍ୟାଙ୍କ ୟୁ, ଜୟ ବହୁତ ଆସେ ବହୁତ ଧନ୍ୟବାଦ। କ୍ଷମା କରିବେ, ସମୟ ଟିକେ କମ ଅଛି। ଅନିଲ ସାର୍। ସାର୍, ଅନମ୍ୟୁଟ କରନ୍ତୁ। ଅନିଲ ସାର୍, ହଁ କୁହନ୍ତୁ। ଜୟ ଆଶ୍ରମ ସାର୍, ନମସ୍କାର। ନମସ୍କାର, କୁହନ୍ତୁ। ସାର୍ 13 ତାରିଖରେ ଯୋଉ ଗୋଟେ ହେବା ବୋଲି ଶୁଣିଲି, ଯୋଉ ଜିନିଷଟା କରିବୁ ସବୁ ମିଶିକି। ମୁଁ ତ ନୂଆ ଅଛି, ମତେ ଆପଣଙ୍କ ସାଙ୍ଗେ ଆଉ ଭାରତୀ ମ୍ୟାଡମଙ୍କ ସାଙ୍ଗେ ସମସ୍ତଙ୍କ ସାଙ୍ଗେ କଣ୍ଟାକ୍ଟରେ ରହିବି, ଚେଷ୍ଟା କରିବି ସବୁଥିରେ ସହଯୋଗ କରିବାକୁ। ମୁଁ ବି ଇଣ୍ଟରେଷ୍ଟେଡ ଅଛି, କରିବି ସବୁ। ବାହ, ବହୁତ ବଢିଆ କଥା। ନାଇଁ, ଆପଣ ଚାହିଁଲେ ତ ବହୁତ କିଛି କରିପାରିବେ, କାରଣ ବହୁତ ସାମାଜିକ ସଂସ୍ଥା ସହିତ ଆପଣ ଇନଭଲ୍ଭ ଅଛନ୍ତି, ନିଜେ ବି ବହୁତ ସେବା କାମ ବି କରୁଛନ୍ତି। ସମସ୍ତଙ୍କୁ ଡାକନ୍ତୁ। କିଏ ବି ଆରସିଏମରେ ଜଏନ୍ କରୁ ନ କରୁ ଏମିତି କିଛି ଆମର ମାଇଣ୍ଡ ନାହିଁ। ଡାକନ୍ତୁ, ଏଣ୍ଟ୍ରି ଆମେ ତାଙ୍କୁ କରେଇବା, ତାଙ୍କୁ ଦେଖେଇବା, ଗୋଟେ ଥର ଝଲକ ଗୋଟେ ଦେଖେଇବା। ଓକେ, ଥ୍ୟାଙ୍କ ୟୁ। ନମିତା ମ୍ୟାଡାମ, କିଛି କହିବେ କି? ଓକେ, ମ୍ୟାଡାମଙ୍କର କାହିଁ admit ହେଇପାରୁନି। ଆରତି ଅପା କଣ କହିବେ ତ ଆପଣ ଲାଷ୍ଟରେ କୁହନ୍ତୁ, ଆଉ 2 ମିନିଟ ସମୟ ଅଛି। ଅନିଲ ଅନିଲ କି ଆମେ ଗ୍ରୁପରେ ଯୋଉ ନେଇଛୁ, ଅନିଲ ବାଗିଆ ଗୋଟେ ସେବା କାର୍ଯ୍ୟ କରିବା ପିଲା ଏ ସଂସାରରେ ନାହାନ୍ତି। ବହୁତ ଭଲ କାମ ସେ କରୁଛି। ସେଥିପାଇଁ ମୁଁ ତାକୁ ଦେଖୁ ଦେଖୁ ମାନେ ଯୋଉଦିନ ଯାଇଥିଲି ଖୋର୍ଦ୍ଧା, ମୁଁ କହିଲି ଯାହା ହଉ ବେବି ବଢିଆ ପିଲା ଟିକେ ଆମକୁ ଚିହ୍ନା କଲା। କାରଣ ବହୁତ ପିଲା ସାଙ୍ଗସାଥି ଚିହ୍ନା ପରିଚୟ ଅଛି, ସେ ଚାହିଁଲେ ବହୁତ କିଛି ଉନ୍ନତି କରିପାରିବ। ତେଣୁ ମୁଁ ବହୁତ ଧନ୍ୟବାଦ ଦଉଛି ଅନିଲ କି ସେ ମିଟିଂ ଆଟେଣ୍ଡ କରିଥିବା। ନାଇଁ ନାଇଁ, ବହୁତ ବଢିଆ କଥା। ଆକ୍ଚୁଆଲି ତାଙ୍କର ସେବା କାର୍ଯ୍ୟ ବି ବହୁତ ସେବା କାର୍ଯ୍ୟ କରୁଛନ୍ତି। ଯୋଉମାନେ ବହୁତ ବଢିଆ କରୁଛନ୍ତି ଯୋଉମାନେ ସେମାନେ। ଦୁଃଖୀ ଦୁଃଖୀ ରୋଗୀ ରୋଷେଇ ମାନେ କରିକିରି, ଖାଇବାକୁ ଟିକେ ପାଉନାହାନ୍ତି, ସେମାନଙ୍କୁ ଖାଇବାକୁ ହଁ, କରିକି ଦବା, ତାଙ୍କୁ ଡ୍ରେସ୍ ଦବା, ବହୁତ ବହୁତ ଶର୍ମିଷ୍ଠା ବଢିଆ। ଶର୍ମିଷ୍ଠା ମ୍ୟାଡାମ ଶର୍ମିଷ୍ଠା ମ୍ୟାଡାମ ଖୋର୍ଦ୍ଧାର ପରା। ଖୋର୍ଦ୍ଧାରେ, ହଁ, ହଁ। ଶର୍ମିଷ୍ଠା ତ ଏଇ ଖୋର୍ଦ୍ଧାରେ ୱେଲବି ପ୍ରୋଗ୍ରାମ ରେ ତ ଯଦି ତାଙ୍କର ବହୁତ ଲୋକଙ୍କୁ ବସେଇ ପାରିବେ, ହଁ, ବହୁତ ବଢିଆ ହୁଅନ୍ତା। ମିନିମମ୍ 100 ଜଣଙ୍କୁ ତ ସେ ବସେଇ ଦେଇପାରିବେ। ନାଇଁ ଶର୍ମିଷ୍ଠା ଆମେ ମ୍ୟାଡାମ ସଣ୍ଡେ ଯାଉଛୁ ସାର୍। ଶର୍ମିଷ୍ଠା ମ୍ୟାଡାମ କରିଥିଲେ, ତାଙ୍କୁ ଡାକିଲେଣି? ସାର୍ ଆମେ ହଁ ସଣ୍ଡେ ସାର୍, ଯାଉଛୁ ସାର୍। ଆଚ୍ଛା ଆଚ୍ଛା, ବହୁତ ବଢିଆ। ଆପଣ ସଣ୍ଡେ ୱେଲବି ଯାଉଛୁ ସାର୍। ଶର୍ମିଷ୍ଠା ମ୍ୟାଡାମଙ୍କର ଟିମ ର ବେଶୀ ଲୋକ ବସି ପାରିବେ, ସେଇଟାକୁ ସେମିତି ଭାବରେ ସେଥିପାଇଁ ଆମେ ସଣ୍ଡେ ଯାଉଛୁ। ହୁଁ। ନମସ୍କାର। ଓକେ, ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ନିଜର ବିଚାରକୁ ଆପଣ କହିଲେ। ଆଉ ଆରସିଏମ ଚାହୁଁଛି ଯେ ଆପଣ ଦିନକୁ ଦିନ ଦିନକୁ ଦିନ ଉନ୍ନତି କରନ୍ତୁ। ଏ ଦୁନିଆରେ ଗୋଟେ ବହୁତ ବଡ଼ ପୋଜିସନରେ ଆପଣମାନେ ପହଞ୍ଚି ଯାଆନ୍ତୁ। ତ ୟା ଦ୍ୱାରା ଆମର ଉନ୍ନତି ବି ହେଇପାରିବ, ଆମ ପରିବାରର ବି ଉନ୍ନତି ହେଇପାରିବ। ଓକେ, ନାଇଁ, ଆଜି ପାଇଁ ମୁଁ ଏତିକି, ଗୁରୁକୁଳ, ସମୟ ଅଲରେଡି ସରିଗଲାଣି। ହଁ, ସରି ନମସ୍କାର, କାଲି ଆମେ କଥା ହବା। ଜୟ ଜୟ ଆସି। ଆରସିଏମ। ଆଚ୍ଛା।